ଏ ହେଉଛି ମୋ ବାପ ଘରର ବାରିରେ ଫଳିଥିବା ପନିପରିବା, ଯାହାକୁ ଆମ ବାପା ହାତରେ ତିଆରି କରିଛନ୍ତି। ଏ ଫସଲ ଗୁଡ଼ିକ ନିଜ ହାତରେ କରି ସେ ବହୁତ ଖୁସି ବି ହୁଅନ୍ତି। ଆଗରୁ ବହୁତ ଚାଷ କରୁଥିଲେ, କିନ୍ତୁ ଏବେ ବୟସ ବଢ଼ିବା ମାତ୍ରେ ଏବେ କରିପାରୁନାହାନ୍ତି। ତଥାପି ଯେତିକି ପାରୁଛନ୍ତି ନିଜ ହାତରେ ସକ୍ଷମ ଅନୁସାରେ କରୁଛନ୍ତି। ଏ ହେଉଛି ବାପା ବାଇଗଣ ତୋଳୁଛନ୍ତି। ଏଇଟା ପ୍ରଥମ ଫସଲ। ପ୍ରଥମ ବାଇଗଣ ଗଛରୁ ପ୍ରଥମ ପରିବା ଫଳ ବାହାରିଲା, ଯାହା ସହିତ ତାଙ୍କ ସହିତ ମୋ ଝିଅ ବି ଅଛି। ତାଙ୍କ ସହିତ ସାହାଯ୍ୟ କରୁଛି ପରିବା ତୋଳିବାରେ। ସିଏ ବି ପ୍ରଥମେ ଆକୁ ଦେଖି ଖୁସି ହେଇଗଲା। ଦେଖି ଯାହା ହଉ ଆମେ ଏମିତି ବାରିରେ ମୋତେ କହିଲା ଯେ ଆମ ବାରିରେ ଆମେ ବି ଏମିତି କରିବା। ଏଠି ବାପା ଶାଗ ତୋଳୁଛନ୍ତି। ଏ ଶାଗ ଗୁଡ଼ିକ ବହୁତ ଟେଷ୍ଟ। ଆଜି ଏ ଶାଗ ବି ପ୍ରଥମେ ତୋଳା ହେଲା। ଆଜି ଆମେ କରିକି ଖାଇବୁ। ଛୁଆମାନେ ବିଲରେ ଏଠି ଦେଖୁଛନ୍ତି ଫସଲ ଗୁଡ଼ିକ, ଖୁସି ହେଉଛନ୍ତି, ଖେଳୁଛନ୍ତି। ଏ ମୋ ସାନ ଭଉଣୀର ଝିଅ, ଛୋଟ ଝିଅଟି। ଛୁଆମାନେ ଏସବୁ ପନିପରିବା ଦେଖିଲେ ବହୁତ ଖୁସି ହୁଅନ୍ତି। ବହୁତ ନିଜେ କରିବା ପାଇଁକି ଚେଷ୍ଟା କରନ୍ତି। ଏ କୁନି ଝିଅଟି ଶାଗ ହାତରେ ଧରି ବହୁତ ଖୁସି ହେଉଛି। ଯେମିତି ଧରିଛି ଫୁଲ, ଶାଗକୁ ଧରିଛି ଯେମିତି ଫୁଲ ତୋଡ଼ା ହାତରେ ଧରିଛି।